ଘରକୁ ଆସିଥିବା ଅତିଥିଙ୍କୁ ଯିଏ ଖାଇବାକୁ ନ ଦିଏ, ଉପଯୁକ୍ତ ସତ୍କାର ନ କରେ, ସିଏ ଚଣ୍ଡାଳ। ସଫଳତା ବା ବିଫଳତା ଆମର ହାତର କଥା ନୁହେଁ। ଆମେ ଠିକ୍ ରୂପେ ଆମର କର୍ତ୍ତବ୍ୟ କରି ଚାଲିବା ଦରକାର। ବିଦ୍ୟା ପରି ବନ୍ଧୁ ନାହିଁ, ରୋଗ ପରି ଶତ୍ରୁ ନାହିଁ, ବାତ୍ସଲ୍ୟ ସ୍ନେହ ଠାରୁ ବଳି ସ୍ନେହ ନାହିଁ, ଦୈବ ବଳ ଠାରୁ ବଳବାନ ଆଉ କିଛି ନାହିଁ। କାହା ରାଣ ଖାଇ ମିଛ କହିଲେ କେହି ମରିଯାଏନି, ଯଦି କିଏ ମରେ ତା ନାଁ ହେଲା ବିଶ୍ୱାସ। ବିପଦ ସମୟ ଉପସ୍ଥିତ ହେଲେ ବୃଦ୍ଧମାନଙ୍କର ଉପଦେଶ ଗ୍ରହଣ କରିବା ଏବଂ ସୁବିଚାର ସମୟରେ ବୟସ୍କ ବ୍ୟକ୍ତିମାନଙ୍କର ମତାମତ ଗ୍ରହଣ କରିବା ସର୍ବଦା ଆବଶ୍ୟକ। କାମାତୁର ଲୋକର ସ୍ଥାନ, କାଳ, ପାତ୍ର, ଭୟ ଅଥବା ଲଜ୍ଜା ନଥାଏ। ଜୟ ଶ୍ରୀ ଜଗନ୍ନାଥ।